ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଆପଣମାନେ ସମସ୍ତେ ଭଲ ଅଛନ୍ତି ନା? ଦେଖନ୍ତୁ ଏତିକି ଷ୍ଟ୍ରଗଲ ପରେ ମୁଁ ଆପଣମାନଙ୍କ ପାଖରେ ଭିଡିଓ ରଖୁଛି। କେତେ କଷ୍ଟରେ ମୁଁ ତାକୁ ମାନେ ଏତେ ଷ୍ଟ୍ରଗଲ କରି ଲାଷ୍ଟରେ ତାକୁ ଛୁରୀରେ କାଟି ପାରିଛି, କାହିଁକିନା ମୁଁ ଛୁରୀରେ କାଟେନି, ବହୁତ କମ କାଟେ, ପନିକିରେ କାଟେ। ଆଉ ଏତେ ଷ୍ଟ୍ରଗଲ ପରେ ଆପଣମାନଙ୍କ ପାଇଁ ଏତିକି ସବୁ ପରିବା କାଟିଛି। ଆଉ ପପୟା ତ ଛାଡ, ସିଏ ମୋର ମାନେ ଏତେ ବଡ ଶତ୍ରୁ ହେଇଗଲା ଯେ ସେ ଟାଇମରେ ଟୋଟାଲି କଟିଲା ହିଁ ନାହିଁ। ତ ମାନେ ଲାଷ୍ଟରେ ଷ୍ଟ୍ରଗଲ କରି ଆଉ ହେଲାନି ଛୁରୀରେ, ତେଣୁ ହାତରେ ତାକୁ ଭାଙ୍ଗିଦେଲି, ଯା ଭାଙ୍ଗିଯା। ତାପରେ ମୁଁ ତାକୁ ଏମିତି ପରିବା ସବୁ କାଟି ନେଇଛି। ଆଉ ଲୁଣ ହଳଦୀ ଦେଇକି ଗୋଟିଏ ସିଟି ଦେବେ। ସେଥିରେ ମୁଁ ବୁଟ ଆଉ ବୁଟ ଡାଲି ନେଇଛି, ଯୋଉଟା କି ସ୍କିପ୍ ହେଇଯାଇଛି। ଆଉ ସୋୟାବିନ୍ ବି ନେଇଛି। ଆଉ ଛୁଙ୍କ ପାଇଁ କେବଳ ଜିରା, ଅଦା, କଞ୍ଚା ଲଙ୍କା ଆଉ ଟମାଟୋ, ବାସ୍ ଏତିକି ଦେଇକି ମୁଁ ଛୁଙ୍କ ଦେଇଛି। ଆପଣ ମାନେ ଚାହିଁଲେ ଅଲଗା ବି ଆଡ୍ କରିପାରିବେ। ମୁଁ ମୋର ସେତିକି ନେଇଛି। ତରକାରୀ ଦେଇଦେଲି। ତାପରେ ସୋୟାବିନ୍ ଆଉ ମୋର କୁଟିକି ରଖିଥିଲି ଲଙ୍କାଗୁଣ୍ଡ, ମୁଁ ସେଇଟା ହିଁ ୟୁଜ କରିଛି। ଆଉ ସବଜି ମସଲା, ଧନିଆ ପତ୍ର, ବାସ୍ ଏତିକି ଦେଇକି ମୁଁ ତରକାରୀ ରେଡି କରିଛି। ଆଉ ଖେଚୁଡି ସହିତ ଏ ତରକାରୀ ଟା ନା ମସ୍ତ ଟେଷ୍ଟ ଥିଲା। ଆପଣ ମାନେ ଥରେ ଟ୍ରାଏ କରନ୍ତୁ। ମସଲା ମସଲି ଖାଇକି ଏସବୁ ଖାଇବାକୁ ଦିନେ ଦିନେ ଇଚ୍ଛା ହୁଏ। ମତେ ତ ସବୁଦିନେ ଦେଲେ ମୁଁ ଆରାମ ସେ ଖାଇପାରିବି। ଆପଣ ମାନେ ବି ଟ୍ରାଏ କରନ୍ତୁ।